ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଏବଂ ରୂପା ଦର। ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ। ଜାଣିବା ପାଇଁ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଚ୍ୟାନେଲ ସହ ଯୋଡି ରହିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଗ୍ରାହକଙ୍କ ପାଇଁ ଖୁସି ଖବର, କମିଲା ସୁନା ଏବଂ ରୂପା ଦର। ଡଲାରର ମଜବୁତ ହେବା ଏବଂ ବିଶ୍ୱ ସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ମଧ୍ୟରେ ଏହା ଘଟିଛି। ଆମେରିକୀୟ ଡଲାରରେ ଦୃଢତା ଏବଂ ବିଶ୍ୱ ସ୍ତରରେ ଅନିଶ୍ଚିତତା ବୃଦ୍ଧି ପାଇବା ଯୋଗୁଁ 9 ଜୁଲାଇରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ହୋଇଛି। ମୁମ୍ବାଇରେ 24 କ୍ୟାରେଟ ସୁନାର ମୂଲ୍ୟ ପ୍ରତି 10 ଗ୍ରାମ ପିଛା 1,54,050 ଟଙ୍କାକୁ ହ୍ରାସ ପାଇଛି। ସେହିପରି 22 କ୍ୟାରେଟ ସୁନା ପ୍ରତି 10 ଗ୍ରାମକୁ 1,41,210 ଟଙ୍କାରେ ଉପଲବ୍ଧ ଥିଲା। ଏହି ହାର ଗୁଡିକରେ ଜିଏସଟି ଏବଂ ମେକିଂ ଚାର୍ଜ ଅନ୍ତର୍ଭୁକ୍ତ ନୁହେଁ। ଏହି ସମୟରେ ମୁମ୍ବାଇରେ ସାରା ଭାରତରେ ରୂପାର ସ୍ପଟ ମୂଲ୍ୟ କିଲୋଗ୍ରାମ ପିଛା 2,59,800 ଟଙ୍କା ରହିଛି। ଆନ୍ତର୍ଜାତୀୟ ବଜାରରେ ସୁନା ଆଉନ୍ସ ପ୍ରତି 4,708.17 ଡଲାରରେ ପହଞ୍ଚିଥିବା ବେଳେ ରୂପା ପ୍ରାୟ 1% ବୃଦ୍ଧି ପାଇ 75.96 ଡଲାରରେ ପହଞ୍ଚିଛି। ତେବେ ଇରାନ, ଇସ୍ରାଏଲ ଏବଂ ହର୍ମୁଜ ପ୍ରଣାଳୀରେ ଆମେରିକାର ଉପସ୍ଥିତି ସହିତ ଜଡ଼ିତ ଉତ୍ତେଜନା ଦ୍ୱାରା ମୂଲ୍ୟ ବୃଦ୍ଧି ଜାରି ରହିଛି। ଏହାର ଅନିଶ୍ଚିତତା ଯୋଗୁଁ ସୁନାର ମୂଲ୍ୟ ହ୍ରାସ ହୋଇଛି। ସାରଫା ବଜାରରେ କ'ଣ ଘଟିଛି? ଅଲ ଇଣ୍ଡିଆ ସାରଫା ଆସୋସିଏସନ ଅନୁଯାୟୀ ଶୁକ୍ରବାର ବଜାର ବନ୍ଦ ହେବା ସୁଦ୍ଧା ଜାତୀୟ ରାଜଧାନୀରେ ରୂପାର ମୂଲ୍ୟ 3,000 ଟଙ୍କା ହ୍ରାସ ପାଇ 2,87,000 ଟଙ୍କା ହୋଇଛି। ଗୁରୁବାର ବାଣିଜ୍ୟ ଅଧିବେଶନରେ ଏହି ପ୍ରତି କିଲୋଗ୍ରାମ 2,50,000 ଟଙ୍କାରେ ବନ୍ଦ ହୋଇଥିଲା। ସେହିପରି 24 କ୍ୟାରେଟ ସୁନାର ମୂଲ୍ୟ ମଧ୍ୟ 200 ଟଙ୍କା ହ୍ରାସ ପାଇ ପ୍ରତି 10 ଗ୍ରାମ ପିଛା 1,55,900 ଟଙ୍କାରେ ପହଞ୍ଚିଛି। ତେବେ ଗୁରୁବାର ଏହି ପ୍ରତି 10 ଗ୍ରାମ ପିଛା 1,56,100 ଟଙ୍କାରେ ବନ୍ଦ ହୋଇଥିଲା। ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦାମ। ଭାରତୀୟ ସୁନାର ମୂଲ୍ୟକୁ କେଉଁ କାରଣ ଗୁଡିକ ପ୍ରଭାବିତ କରନ୍ତି? ଆନ୍ତର୍ଜାତୀୟ ବଜାର ଦର, ଆମଦାନୀ ଶୁଳ୍କ, ଟିକସ ଏବଂ ବିନିମୟ ହାରରେ ଉତ୍ଥାନ ପତନ ମୁଖ୍ୟତଃ ଭାରତରେ ସୁନା ମୂଲ୍ୟକୁ ପ୍ରଭାବିତ କରିଥାଏ। ଏହି କାରଣଗୁଡିକ ଏକାଠି ସାରା ଦେଶରେ ଦୈନିକ ସୁନା ମୂଲ୍ୟ ନିର୍ଣ୍ଣୟ କରନ୍ତି। ବଜାର ପରିସ୍ଥିତିରେ ନିରନ୍ତର ପରିବର୍ତ୍ତନ ସହିତ ନିବେଶକ ଏବଂ ବ୍ୟବସାୟୀମାନେ ଉତ୍ଥାନ ପତନ ଉପରେ ନଜର ରଖନ୍ତି। ବର୍ତ୍ତମାନ ମ୍ୟାରେଜ ସିଜନରେ ସୁନା ରେଟ୍ କମିବା ଶୁଭ ସଂକେତ।